ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ପଢ଼ିବା। କିଏ ଭାସେ କିଏ ବୁଡ଼େ। ଏହାକୁ ଲେଖିଛନ୍ତି ଡକ୍ଟର କୁଳମଣି ସାମଲ। ବୁଝିହେଲା। ତାହେଲେ ଏଇ ପିଲାମାନେ ଏଇ ବିଷୟଟି ଆମକୁ ଜୀବନରେ ଆଗକୁ ବଢ଼ିବା ପାଇଁ ଏକ ପ୍ରେରଣାଦାୟୀ ବିଷୟ। ତେଣୁ ଏ ବିଷୟଟିକୁ ଆମେ ଭଲ ଭାବରେ ବୁଝିବା ଏବଂ ଏହାର ଅଭ୍ୟାସ ପ୍ରଶ୍ନପତ୍ର ନେକ୍ସଟ କ୍ଲାସରେ କରିବା। ତାହେଲେ ପିଲାମାନେ ଆମ ସହରକୁ ଥରେ ଗୋଟିଏ ଯାତ୍ରା ଦଳ ଆସିଥିଲେ। ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ। ବୁଝିହେଲା। କେଉଁ ରାତିରେ କି ନାଟକ ଅଭିନେତ ହେବ ଏଇଟା କବି ଲେଖୁଛନ୍ତି। ସେ କଥା ସେମାନେ ଆଗରୁ ଘୋଷଣା କରିଦିଅନ୍ତି। ତମେମାନେ ଦେଖିଥିବ ଯେତେବେଳେ ଯାତ୍ରା ପାର୍ଟି ପଡ଼ିବ ଆଗୁଆ ଡିକ୍ଲେୟାର ହେଇଯିବ ଯେ 12 ତାରିଖରେ କ'ଣ ପଡ଼ିବ, 13 ତାରିଖରେ କ'ଣ ପଡ଼ିବ, 14 ତାରିଖରେ କେଉଁ ନାଟକ ପଡ଼ିବ। ସକାଳୁ 2 ଜଣ ଲୋକ ଡାକବାଜି ଯନ୍ତ୍ର ଧରି ରିକ୍ସାରେ ବୁଲି ବୁଲି ଖୁବ୍ ସୁନ୍ଦର ସ୍ୱରରେ ପ୍ରଚାର ମଧ୍ୟ କରନ୍ତି। ହେଲେ ଆମେ ବି ଏଇଟା ଦେଖିଛେ। ଭାଇ ଓ ଭଉଣୀମାନେ ଦେଖିବାକୁ ଭୁଲନ୍ତୁ ନାହିଁ, ଆଜି ରାତିର ଆମର ଅମୁକ ନାଟକ ଅଭିନୀତ ହେବ। ଅମୁକ ମାନେ ଏଇ ନାଟକ ଅଭିନୀତ ହେବ। ପୁରା ଜୋର ଜୋର ଡାକନ୍ତି। ଏଥିରେ ବଛା ବଛା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଅଭିନୟ କରିବେ। ଦିନେ ସେମାନେ ପ୍ରଚାର କଲେ ପୁରାପୁରି ଗୋଟିଏ ନୂଆ ଧରଣର ନାଟକ କଥା। ସେଇଟି ହେଉଛି ଭାସିଲା ପଥର ବୁଡ଼ିଲା ସୋଲ। ହେଲା। ତାହେଲେ ପିଲାମାନେ ଆମେ ଜାଣିଛେ ଯେ ସୋଲ କ'ଣ ହୁଏ, ଭାସେ, ପଥର ବୁଡ଼େ। କିନ୍ତୁ ଏଠି ଓଲଟାଟା, ଭାସିଲା ପଥର ବୁଡ଼ିଲା ସୋଲ। ହେଇ ଆଇଲା ଏମିତି ସେମାନେ ଡାକନ୍ତି। ହେଲା। ସେମାନେ କହୁଥାନ୍ତି ସମ୍ପୂର୍ଣ୍ଣ ଏକ ନୂଆ ଧରଣର ନାଟକ, ଯାହାକୁ ମନକୁ ଚମକେଇ ଦେବ। ଥରେ ଦେଖିଲେ ଜୀବନ ସାରା ଭୁଲି ହେବ ନାହିଁ। ସେମାନେ କହୁଛନ୍ତି ସତ କଥା। ନାଟକର ନାଁ ଯିଏ ଶୁଣିଲା ସେ ବି ଆଶ୍ଚର୍ଯ୍ୟାନ୍ୱିତ ହେଲା। ଏ କି ବିପରୀତ କଥା! ପଥର ବୁଡ଼େ ସୋଲ ଭାସେ, ଏକଥା ବା କିଏ ନ ଜାଣେ। ହେଲେ ଏ ଯାତ୍ରା ଦଳ କହୁଛନ୍ତି ସମ୍ପୂର୍ଣ୍ଣ ବିପରୀତ କଥା। ସୋଲ ବୁଡ଼ୁଛି, ପଥର ଭାସୁଛି। ହଁ କି ନାହିଁ ପିଲାମାନେ? ତାହେଲେ ଦେଖିବା ଏମିତି କି ନାଟକ ଅଛି ସେ ନାଟକ ଭିତରେ। ଲୋକମାନଙ୍କର କୌତୂହଳ ବଢ଼ିଲା, ମାନେ ଆଗ୍ରହ ବଢ଼ିଲା ଏଭଳି ନାଟକଟିଏ ଦେଖିବା ପାଇଁ। ସନ୍ଧ୍ୟାବେଳେ ଯାତ୍ରା ପଡ଼ିଆରେ ପ୍ରବଳ ଜନଗହଳି। ପ୍ରବଳ ଲୋକ ସେ ନାଟକକୁ ଦେଖିବାକୁ ଯାଇଛନ୍ତି। କେତେ ଆଡ଼ୁ ଲୋକ ଆସି ଭିଡ଼ ଜମାଇଲେ ଯାତ୍ରା ଦେଖିବା ପାଇଁ। ସେମାନେ ଟିକେଟ କାଟି ଭିତରେ ପଶିଲେ। କିଛି ପୋଲିସ ଲୋକ ବାହାରେ ଜଗି ରହିଥାନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ। ମାତ୍ର ନାଟକ ଶେଷରେ ଲୋକମାନେ ନିରାଶ ହେଲେ। କାହିଁକିରେ ପିଲାମାନେ? କାରଣ ଯାତ୍ରାରେ ପଥର ନଥିଲା କି ସୋଲ ନଥିଲା, ପାଣି ବି ନଥିଲା। ନା ଅଛି ପଥର, ନା ଅଛି ସୋଲ, ନା ଅଛି ପାଣି। ତାହେଲେ ପାଣି ତ ନାହିଁ, ଭାସିବ କିଏ, ବୁଡ଼ିବ କିଏ, ପ୍ରମାଣ କେମିତି କରିବା? ନୀତିଦିନିଆ ଘଟଣା ପରି ନାଟକର ବିଷୟବସ୍ତୁ ଅଧିକ ଥିଲା 2 ଜଣଙ୍କ ମଧ୍ୟରେ ଲଢ଼େଇ, ଠେଲାଠେଲି, ଗଡ଼ାଗଡ଼ି, ମୁଥ ମରାମରି ଇତ୍ୟାଦି। ବିଚରା ଯେଉଁ ଲୋକଟି ଥିଲା ନିରୀହ ଓ ନିର୍ଦ୍ଦୋଷ ତାକୁ ପୋଲିସ ଭୁଲରେ ଧରି ନେଇଗଲା। ହେଲା। ଏଇଟା ନାଟକରେ ହେଉଛି। ଅପର ପକ୍ଷରେ ଯିଏ ସବୁଠାରୁ ଅଧିକ ଦୁଷ୍ଟ ଥିଲା, ଗୁଣ୍ଡାମି କରୁଥିଲା, ସେ କିଛି ଦଣ୍ଡ ନ ପାଇ ନିଶ ଫୁଲାଇ ଚାଲିଗଲା। ଲୋକମାନେ କୁହାକୁହି ହେଇଥାନ୍ତି, ଆହା, କଥାଟା ଓଲଟା ହେଇଗଲା। ବିଚରା ନିରୀହ ଲୋକଟା ଦୁଃଖରେ ବୁଡ଼ିଗଲା, ଅଥଚ ଦୁଷ୍ଟ ଓ ଗୁଣ୍ଡା ସ୍ୱଭାବର ଲୋକଟା ଖୁସିରେ ଭାସିଲା। ଏଇଟା କିଛି ଭଲ କଥା ହେଲା ନାହିଁ। ହେଲା। ସେଥିପାଇଁ ଓଲଟା ହେଲା। ନିରୀହ ଲୋକଟା ଶାସ୍ତି ପାଇଲା, ଯେ ଗୁଣ୍ଡା ଥିଲା ସେ ଶାସ୍ତି ହେଲାନି। ହେଲା। ତାଙ୍କୁ ଓଲଟା, ମାନେ ପଥର ବୁଡ଼ିଲା, ସୋଲ ଭାସିଲା। ଓଲଟା ହେଲାନି ପିଲାମାନେ। କିନ୍ତୁ ପିଲାମାନେ ସେଇଠି ବିଷୟବସ୍ତୁ ସରିନି, ଆହୁରି ଅଛି। ପଢ଼ିବା ଆମେ। ଅଜାଙ୍କ ସାଙ୍ଗରେ ନାଟକ ଦେଖିବାକୁ ଯାଇଥିଲା ମୁନା। ଏଇଠୁ ହିଁ ଆରମ୍ଭ ଆମର। ସେ ଭାସିବା ବୁଡ଼ିବା କଥା କିଛି ବୁଝିପାରିଲା ନାହିଁ। ସେ ପଚାରିଲା, ଅଜା, କିଏ ଭାସେ କିଏ ବୁଡ଼େ? ଅଜା ଚଟକିରେ କହିଲେ, ଏତିକି ଜାଣିନୁ? ପଥର ପାଣିରେ ବୁଡ଼େ, ସୋଲ ହେଉଛି ଭାସେ। ମୁନା ଛାଡ଼ିଲା ନାହିଁ। ପଚାରିଲା, ପଥର କାହିଁକି ବୁଡ଼େ, ସୋଲ କାହିଁକି ଭାସେ? ଅଜା ହସି ହସି କହିଲେ, ଆରେ ହୁଣ୍ଡା, ପଥରଟା ବା ଓଜନିଆ, ତେଣୁ ସେ ବୁଡ଼ିଯାଏ। ସୋଲ ବା ହାଲୁକା, ତେଣୁ ସେ ଭାସେ। ଏ ତ ବିଜ୍ଞାନ ପାଠ। ମୁନା ପଚାରିଲା, ଆଚ୍ଛା, କିଲେ ଓଜନର ଖଣ୍ଡେ ଲୁହା ବେଶୀ ଓଜନିଆ ନା 2 କିଲୋ ଓଜନର ବିଡ଼ାଏ ସୋଲ ବେଶୀ ଓଜନିଆ?
ଅଜା କହିଲେ 2 କିଲୋ ଓଜନର ସୋଲ ବିଡ଼ାଟା ତ ଅଧିକ ଓଜନିଆ ହେବା କଥା। ମୁନା କହିଲା ତାହେଲେ ତ 2 କିଲୋ ଓଜନର ସୋଲ ବିଡ଼ାଟା ବୁଡ଼ିଯିବ, କିଲେ ଓଜନର ଲୁହା କଣାଟା ଭାସିବ। ଅଜା ଏଥର ହଡ଼ବଡ଼େଇ ଗଲେ। ଭାବିଲେ ନାତି ଟୋକାଟା ତ ମହା ଆଡ଼ୁଅରେ ପକାଇଲା। 2 କିଲୋ ସୋଲ ତ ଅଧିକ ଓଜନିଆ, ସୋଲ କ'ଣ ବୁଡ଼ିବ? ଅଜା ଟିକେ ଭାବିକରେ କହିଲେ ତୁ ଭଲ କଥାଟିଏ ପଚାରିଛୁ। ଶୁଣ, ଅସଲ କଥା ହେଉଛି ପାଣିଠାରୁ ଯେଉଁ ଜିନିଷ ହାଲୁକା ସେ ଭାସିବ, ଯିଏ ଓଜନିଆ ସେ ବୁଡ଼ିବ। ଏଥିରେ କହିବାର କ'ଣ ଅଛି? ହେଲା। ମୁନା କିନ୍ତୁ ଛାଡ଼ିଲା ନାହିଁ। ହେଲା। ମୁନା ଅଜାଙ୍କୁ ପଚାରୁଛି 1 କିଲୋର ଲୁହା ବୁଡ଼ିବ କି 2 କିଲୋର ସୋଲ ବୁଡ଼ିବ? ହେଲା। ଅଜା ବି ଅଡ଼ୁଆରେ ପଡ଼ିଯାଉଛନ୍ତି। ଅଜା ଉତ୍ତର ଦେଉଛନ୍ତି କ'ଣ? ପାଣିକି ଲାଗିବ ଯେ ଓଜନିଆ ସେ ବୁଡ଼ିଯିବ, ଯାହାକୁ ହାଲି ହେଲେ ସେ। କିନ୍ତୁ ମୁନା ଏକଥାକୁ ଛାଡ଼ିଲା ନାହିଁ। ସେ କହିଲା ନାଇଁ ମୋ ଅଜା, କେତେ ପରିମାଣର ଲୁହା ବା ସୋଲକୁ କେତେ ପରିମାଣର ପାଣି ଦରକାର ସେ କଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣି ହେବ କେମିତି? ଅଜା ଏଥର ଚିଡ଼ିଗଲେ। ଟୋକାଟା ଆଚ୍ଛା ବିଜ୍ଞାନ ପାଠ ପଢ଼ିଛି, ସବୁ କଥାକୁ ଏମିତି ନିଠେଇ କରି ଧରୁଛି। ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ ଆଉ। ବିନା ଯୁକ୍ତି ବିନା ପ୍ରମାଣରେ କିଛି କଥାକୁ ସତ୍ୟ ବୋଲି ମାନି ନେବାକୁ ପ୍ରସ୍ତୁତ ନୁହନ୍ତି। ଆଗ କାଳରେ ଲୋକମାନେ ଥିଲେ ଟିକେ ଅନ୍ଧବିଶ୍ୱାସୀ। ଯାହା ଗୋଟିଏ ଶୁଣିଦେଲେ ନ ବୁଝି ନ ସୁଝି ସତ ବୋଲି ମାନି ନେଉଥିଲେ। ଇଏ ପରା ହେଉଛି ବିଜ୍ଞାନ ଯୁଗ, ସେ କଥା ଆଉ ଚଳିବ ନାହିଁ। ଅଜା ଟିକେ ଚିନ୍ତା କଲେ କ'ଣ କହି ଟୋକାଟାକୁ ବୁଝାଇବେ। ବୁଝିହେଲା ପିଲାମାନେ? ବର୍ତ୍ତମାନ ହେଉଛି ଆମେ ବିଜ୍ଞାନ ଯୁଗର। ଆମକୁ ଅନ୍ଧବିଶ୍ୱାସ କହିଲେ ଆମେ ବିଶ୍ୱାସ କରିବା ନାହିଁ। ଆମକୁ ଯଦି କହିଦେଲା କିଏ ପଥରଟା ଭାସୁଛି ଆମେ ବିଶ୍ୱାସ କରିବା କି? ନାହିଁ। କାରଣ ଆମ ପାଖରେ ଗୋଟେ ପଥର ଅଛି, ଆମ ପାଖରେ ପୋଖରୀ ଅଛି ବା ନଦୀ ଅଛି। ଆମେ ଯେତେବେଳେ ଫୋପାଡ଼ି ଦେଉଛେ ପଥରଟା ବୁଡ଼ି ଯାଉଛି, ତାହେଲେ ଆମେ ବିଜ୍ଞାନର ମଣିଷ। ତାହେଲେ ଆମେ କାହିଁକି ବିଶ୍ୱାସ କରିବା? ତାହେଲେ ଅଜା ତାକୁ ଗୋଟେ ବୈଜ୍ଞାନିକ କଥା କହିକି ତାକୁ ବୁଝେଇଲେ। କ'ଣ ବୁଝେଇଲେ? ମନେ ପଡ଼ିଗଲା ବୈଜ୍ଞାନିକ ଆର୍କିମିଡିସ୍ କଥା। ସେ ମୁନାକୁ କହିଲେ ଆଜିକୁ 2000 ବର୍ଷରୁ ଅଧିକ କାଳ ପୂର୍ବେ ଇଟାଲୀ ଦେଶର ଜଣେ ବୈଜ୍ଞାନିକ ଥିଲେ। ତାଙ୍କ ନାଁ ଥିଲା ଆର୍କିମିଡିସ୍। ସେ ଥରେ ଗାଧୁଆ ଘରକୁ ଗଲେ। ଦେହରୁ ସବୁଯାକ ଲୁଗା ଖୋଲିଦେଇ ଗାଧୁଆ କୁଣ୍ଡରେ ବସିଲେ। ଖୁବ୍ ବଡ଼ କୁଣ୍ଡ, ସେଥିରେ ପାଣି ଭର୍ତ୍ତି ହୋଇଥାଏ। କୁଣ୍ଡରେ ପ୍ରବେଶ କରିବା ମାତ୍ରେ ସେଥିରୁ କିଛି ପାଣି ଉଛୁଳିକି ବାହାରିକି ଚାଲିଗଲା। ତମେ ପିଲାମାନେ ଦେଖିଥିବ, କୁଣ୍ଡକୁ ଯେତେବେଳେ ତମେ ପ୍ରବେଶ କରିବ, ଯଦି ପାଣି ଫୁଲ୍ ହେଇକି ଅଛି ହେଲା, ତାହେଲେ ପାଣି ଉଛୁଳିକି ବାହାରିକି ଯିବ। ସେ କୁଣ୍ଡ ଭିତରେ ବସିଥିବା ବେଳେ ଅନୁଭବ କଲେ କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି। ସେ ହଠାତ୍ ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ବୋଲି ଜାଣିପାରିଲେ। ସେ କୁଣ୍ଡରୁ ଉଠିପଡ଼ି ୟୁରେକା ୟୁରେକା ବୋଲି ଚିତ୍କାର କରି ଦାଣ୍ଡରେ ଧାଇଁଲେ। ଗ୍ରୀକ୍ ଭାଷାରେ ୟୁରେକାର ଶବ୍ଦ ହେଉଛି ମୁଁ ପାଇଗଲି, ମୁଁ ପାଇଗଲି। ହେଲା। ବୁଝିଗଲା? ତାହେଲେ କ'ଣ କିରେ ଆର୍କିମିଡିସ୍ ପିଲାମାନେ ପାଇଗଲେ ତାହା ପଢ଼ିବା। ସେ ଏତେ ଖୁସି ହୋଇଗଲେ ଯେ ଲୁଗା ପିନ୍ଧିବାକୁ ମଧ୍ୟ ଭୁଲି ଯାଇଥିଲେ। ଆର୍କିମିଡିସ୍ଙ୍କ ଭଳି ଜଣେ ବୈଜ୍ଞାନିକ ମଝି ଦାଣ୍ଡରେ ଉଲଗ୍ନ ଅବସ୍ଥାରେ ୟୁରେକା ୟୁରେକା କହି ଧାଉଁଥିବାର ଦେଖି ଲୋକମାନେ ଭାବିଲେ ସେ ବୋଧେ ପାଗଳ ହୋଇଯାଇଛନ୍ତି। ଆର୍କିମିଡିସ୍ ପ୍ରକୃତରେ ପାଗଳ ହୋଇନଥିଲେ। ବହୁଦିନ ଧରି ସେ ଖୋଜୁଥିବା ବିଜ୍ଞାନର ଗୋଟିଏ ତତ୍ତ୍ୱ ହଠାତ୍ ପାଇଯିବାରୁ ଖୁସିରେ ଏଭଳି ବିହ୍ୱଳ ହୋଇଯାଇଥିଲେ ଯେ ଗାଧୋଇ ସାରିବା ପରେ ଲୁଗା ପିନ୍ଧିବାକୁ ଭୁଲି ଯାଇଥିଲେ। ଲୋକେ ତାଙ୍କୁ ପାଗଳ ବୋଲି ଭାବିଥିଲେ। ଆର୍କିମିଡିସ୍ଙ୍କୁ ସେ ଦେଶର ରାଜା ଖୁବ୍ ଆଦର ସମ୍ମାନ କରୁଥିଲେ। ରାଜା ଥରେ ନିଜ ପାଇଁ ଏକ ସୁନାର ମୁକୁଟ ତିଆରି କରାଇଥିଲେ। ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର ସେଥିରେ କିଛି ନକଲି ସୁନା ମିଶାଇଛି ତାହା ଜାଣିବାକୁ ଚାହିଁଥିଲେ ରାଜା। ହେଲା। ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏକଥାଟି କିପରି ଜାଣିହେବ ସେ ଦାୟିତ୍ୱ ଆର୍କିମିଡିସ୍ଙ୍କୁ ଦିଆଯାଇଥିଲା। ଆର୍କିମିଡିସ୍ ଏଥିପାଇଁ ବହୁଦିନ ଧରି ଖୁବ୍ ଚିନ୍ତାରେ ଥିଲେ। ସେଦିନ ଗାଧୁଆ କୁଣ୍ଡରେ ହଠାତ୍ ଏ ସୂତ୍ରଟି ତାଙ୍କୁ ମିଳିଯାଇଥିଲା। ତାହେଲେ ପିଲାମାନେ ଏଇ କଥା ଗାଧୁଆ କୁଣ୍ଡରେ ତାଙ୍କୁ ମିଳିଯାଇଛି। ସୁନାକୁ ଆମେ କେମିତି ଚିହ୍ନିବା? ସେଥିରେ ସୁନା ମିଶାଯାଇଛି କି ଆଉ କ'ଣ ମିଶାଯାଇଛି? ମୁକୁଟଟିକୁ ବିନା ତରଳାଇ। ବୁଝିହେଲା? ତାହେଲେ ମୁନା ସେତେବେଳକୁ ବ୍ୟସ୍ତ ହୋଇ ପଡ଼ିଲାଣି। କିଏ? ଅଜା କହୁଛନ୍ତି। ଅଜା କୁଆଡ଼ୁ କଥାକୁ ନେଇ କୁଆଡ଼ୁ ଉଠେଇଲେଣି। ଭାସିବା ବୁଡ଼ିବା କଥାକୁ କୋଉ ପୁରାଣ କଳା ରାଜା ସୁନା ମୁକୁଟ ପରୀକ୍ଷା କଥା ଉଠିଲାଣି। ଅଜା ପୁଣି ଆରମ୍ଭ କଲେ ଶୁଣ,
ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାରି ଉତ୍ତର ଦେବା ପାଇଁ ମୁଁ ଏତେ କଥା କହୁଛି ତତେ। ତୁ ଭଲ ଦେଇ ମନ ଭାବରେ ଶୁଣ। ପାଣିରେ କୌଣସି ଗୋଟିଏ ପଦାର୍ଥ ବୁଡ଼ାଇଲେ ପାଣି ତାକୁ ଉପରକୁ ଠେଲେ, ତେଣୁ ତାର ଓଜନ କମିଗଲା ପରି ଲାଗେ। ଏବେ ତୁ ଭାବୁଥିବୁ ପାଣି ତାକୁ କେତେ ଜୋରରେ ଠେଲେ ଓ ସେଇ ପଦାର୍ଥର ଓଜନ କେତେ କମ୍। ଆର୍କିମିଡିସକୁ ସେଇ ଦିନ ସେଇ ସୂତ୍ରଟି ମିଳିଯାଇଥିଲା। ବସ୍ତୁଟି ପାଣି ଭିତରେ ଯେତିକି ସ୍ଥାନ ଦଖଲ କରେ, ସେଇ ସ୍ଥାନରେ ଥିବା ପାଣିକୁ ଓଜନ କଲେ ଯେତିକି ହେବ, ବସ୍ତୁର ଓଜନ ସେତିକି କମେ। ଫଳରେ ମନେ ହୁଏ ବସ୍ତୁଟି ଯେପରି ସେତିକି ବଳରେ କିଏ ଉପରକୁ ଠେଲୁଛି। ପିଲାମାନେ ଅଜା ତାଙ୍କୁ ବୁଝାଉଛନ୍ତି ଆର୍କିମିଡିସକୁ କି ସୂତ୍ର ମିଳିଥିଲା। ପିଲା ଗୋଟେ ବସ୍ତୁ ହେଲା ପାଣି ଭିତରେ ଯେତିକି ସ୍ଥାନ ଦଖଲ କଲା, ମାନେ ଗୋଟେ ପଥର ପାଣି ଭିତରେ ଯେତିକି ସ୍ଥାନରେ ମାନେ ତଳକୁ ଯିବ ହେଲା, ସେଇ ସ୍ଥାନରେ ଥିବା ପାଣିକୁ ଓଜନ କଲେ ଯେତିକି ହେବ, ବସ୍ତୁର ଓଜନ ସେତିକି କମେ। ବୁଝିହେଲା? ତାହେଲେ ଆମେ ପଥର ଉପରେ ସେଇ ସ୍ଥାନରେ ଥିବା ପାଣିର ଓଜନ, ଫଳରେ ମନେ ହୁଏ ବସ୍ତୁଟି ଯେପରି ସେତିକି ବଳରେ କିଏ ଉପରକୁ ଠେଲୁଛି। ବୁଝିହେଲା? ଏଇଟା ବୁଝିବା ପାଇଁ ଆଗକୁ ଆମେ ବିଷୟରେ ପଢ଼ିବା, ଆଉ ଟିକେ ଭଲ ଭାବରେ ବୁଝିପାରିବା। କେବଳ ପାଣି ନୁହେଁ, ତରଳ ପଦାର୍ଥର ମଧ୍ୟ ଏଭଳି ଗୁଣ ଅଛି। ତୁ ଜାଣୁ ଖଣ୍ଡେ ଲୁହାକୁ ପାଣିରେ ପକାଇଲେ ତାହା ବୁଡ଼ିଯିବ, କିନ୍ତୁ ତରଳ ପଦାର୍ଥରେ ତାହା ଭାସିବ। ଲୁହା ହେଲା, କାରଣ ଲୁହା ପାଣିରେ ବୁଡ଼ିଲେ ଯେତେ ପାଣି ଉଛୁଳାଇଥାଏ, ସେଇ ପାଣିର ଓଜନ ଲୁହାଠାରୁ କମ୍। ବୁଝିହେଲା? ସେଇ ବସ୍ତୁ ମାନେ ଆମେ ଯେତେବେଳେ ଲୁହାଟାକୁ ପାଣିରେ ପକାଇବା, ଯେତିକି ପାଣି ଉଛୁଳିବ ହେଲା, ସେଇ ଯେଉଁ ଜାଗାରେ ପଡ଼ିଛି ସେଇ ପାଣିର ଓଜନ, ବୁଝୁଛୁ ତ, ଉଛୁଳିବ ସେଇ ପାଣିର ଓଜନ ଲୁହାଠାରୁ କମ୍। ସେଥିପାଇଁ ସେ ଉଛୁଳିଗଲା ଏବଂ ଲୁହାଟା ବୁଡ଼ିଗଲା। ପାଣିରେ ଠେଲା ବଳ ଲୁହାର ଓଜନ ଠାରୁ କମ୍ ହେବାରୁ ତାହା ତଳକୁ ବୁଡ଼ିଯାଏ। ହେଲା, ପାଣି ଠେଲୁଛି ଉପରକୁ, ଲୁହାଠାରୁ ପାଣିର ଠେଲା ବଳଟା କମ୍ ହେଇଗଲା, ତେଣୁ ପାଣି ଯେଉଁ କ'ଣ ଲୁହାଟା ବୁଡ଼ିଗଲା। ଯଦି ଠେଲା ବଳ ଅଧିକ ହେଇଥାନ୍ତା ଲୁହାଟା ଭାସିଥାନ୍ତା। ତାହେଲେ କିନ୍ତୁ ଲୁହାଖଣ୍ଡ ଯେତିକି ପରିମାଣର ତରଳ ପଦାର୍ଥରୁ ଉଛଳାଇ ଦିଏ, ତାହାର ଓଜନ ସେଇ ଲୁହାଖଣ୍ଡଠାରୁ ବେଶୀ। ଫଳରେ ପାରଦ ଠେଲା ବଳ ଲୁହାଖଣ୍ଡର ଓଜନ ଠାରୁ ବେଶୀ ହେବାରୁ ଲୁହାଖଣ୍ଡକୁ ବୁଡ଼ି ନ ଯାଇ ଭାସେ। ହେଲା, କିନ୍ତୁ ଯେତେବେଳେ ଆମେ ତରଳ ପଦାର୍ଥରେ ରଖିବା ଲୁହାଖଣ୍ଡଟିକୁ, ହେଲା, ପାରଦ କ'ଣ ଲୁହାଖଣ୍ଡଟିକୁ ଉଛୁଳେଇ ଦେବ, ମାନେ ବାହାରିକି ପକାଇଦେବ। କାରଣ ତାହାର ଓଜନ ଲୁହା ଖଣ୍ଡଠାରୁ ବେଶୀ। ଫଳରେ ପାରଦ ହେଉଛି ଗୋଟେ ତରଳ ପଦାର୍ଥ, ଠେଲା ବଳ ଲୁହାଖଣ୍ଡ ଓଜନ ଠାରୁ ବେଶୀ ହେବାରୁ ଲୁହାଖଣ୍ଡ ବୁଡ଼ି ନ ଯାଇ କ'ଣ ହୁଏ, ଭାସେ। ତାହେଲେ କ'ଣ ଆହୁରି ଦେଲା ଦେଖିବା। ଅଜା ଆଉ କ'ଣ କହିବାକୁ ଯାଇଥିଲେ? ମୁନା କହିଲେ, ଅଜା, ମୁଁ ଏବେ ମୋଟାମୋଟି ବୁଝିଗଲି ଯେ ଯେଉଁ ବସ୍ତୁ ତା ସମାନ ଆୟତନର ଜଳ ବା ସେଇଭଳି କୌଣସି ତରଳ ପଦାର୍ଥରୁ ଅଧିକ ଓଜନିଆ ହେବ, ତାହା ବୁଡ଼ିଯିବ। କମ୍ ଓଜନ ବା ହାଲୁକା ହେଲେ ଭାସିବ। ପଥର ଭିତରେ ଫାମ୍ପା ଜାଗା ରହିଲେ ତାହା ଭାସିବ। ସୋଲ ଭିତରେ ଲୁହା ଖଣ୍ଡେ ରଖିଦେଲେ ବୁଡ଼ିଯିବ। ବୁଝିହେଲା ପିଲାମାନେ? ବୁଝିହେଲା କି ନାହିଁ କୁହ ମୋତେ? ପିଲାମାନେ ଏତିକିରେ ଆମର କ'ଣ ପାଣି ଅଛି। ବୁଝିହେଲା? ଏତିକି ଆୟତନ। ବୁଝିହେଲା? ତାହେଲେ ଏଇଠି ଆମେ ଯେତେବେଳେ ଲୁହା ଖଣ୍ଡଟିକୁ, ଆଉ ଗୋଟେ କଲର୍ କରିଦେଉଛି ଜାଣିବା ପାଇଁ, ଏଇଠି ଯେତେବେଳେ ଆମେ ଲୁହା ଖଣ୍ଡଟାକୁ ପକାଇବା, ବୁଝିହେଲା, ଲୁହା ଖଣ୍ଡକୁ ଏତିକି ଜାଗାରେ ପକାଇଲେ, ଯଦି ପାଣି ଲୁହା ଖଣ୍ଡଟି କ'ଣ ପାଣି ଏତିକି ଆୟତନ ମାପାଯିବ, ଏଇ ଟୋଟାଲ୍ ପାଣି ନୁହଁ, ଏତିକି ଆୟତନର ପାଣିରେ ପାଣି ଠେଲିବ ଉପରକୁ। ପାଣି ଠେଲା ବଳ ଯଦି କମିଗଲା, ତାହେଲେ ଲୁହା ଖଣ୍ଡଟି ବୁଡ଼ିଯିବ। କିନ୍ତୁ ତରଳ ପଦାର୍ଥ ପାରଦରେ ଲୁହା ଖଣ୍ଡଟିକୁ ପକାଇଲେ ଠେଲା ବଳ ଅଧିକ ହୋଇଗଲା, ତାହେଲେ ଲୁହା ଖଣ୍ଡଟି ଭାସିବ। ବୁଝିପାରୁଛ କି ନାହିଁ ମୋତେ କୁହ? ଏତିକି ବୁଝିପାରୁଛ କି ନାହିଁ ମୋତେ ଏତିକି କହିଲ ପିଲାମାନେ? ଆଗ ବୁଝିହେଲା ତ? ହଉ, ତାପରେ ତାହେଲେ ଆଉ କ'ଣ ଦେଲା ପିଲାମାନେ ଆମକୁ? ଆଉ କ'ଣ ଆମକୁ ଦେଲା? ଅଜା କହିଲେ, ସାବାସ୍, ଏ କଥା ବୁଝିଗଲୁ ତ? ମୁନା କହିଲା, ଅଜା, ରାଜାଙ୍କର ମୁକୁଟ ପରୀକ୍ଷା କଥାଟି ପୁଣି କିପରି କରିଗଲା? ସେ କଥା ତ କହିଲ ନାହିଁ। ଅଜା କହିଲେ, ତୁ ଛାଡ଼ିବୁ ନାହିଁ ମୋତେ ଦେଖୁଛୁ। ଆର୍କିମିଡିସ୍ ଖାଲି ଜଣେ ବଡ଼ ବୈଜ୍ଞାନିକ ନଥିଲେ, ସେ ଜଣେ ବଡ଼ ଗଣିତଜ୍ଞ ମଧ୍ୟ ଥିଲେ। ଗାଧୁଆ ଘର ପାଣିକୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଥିଲେ, ସେହି ତଥ୍ୟକୁ ପ୍ରୟୋଗ କରି ରାଜାଙ୍କର ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିପାରିଲେ। ସେ ପ୍ରଥମେ ଗୋଟିଏ ପାତ୍ରରେ ପାଣି ପୂର୍ଣ୍ଣ କରି ସେଥିରେ ମୁକୁଟଟିକୁ ବୁଡ଼ାଇ ଦେଲେ। ପାତ୍ରରୁ ଯେତିକି ପାଣି ବାହାରକୁ ଉଛୁଳି ଆସିଲା, ତାକୁ ଅଲଗା ନେଇ ଓଜନ କଲେ। ତାପରେ ମୁକୁଟଟିକୁ କାଢ଼ି ନେଇ ପାତ୍ରଟିରେ ପୁଣି ଥରେ ପାଣି ପୂର୍ଣ୍ଣ କଲେ। ଏଥର
ମୁକୁଟ ଓଜନ ଖାଣ୍ଟି ସୁନା ଆଣି ସେଇ ପାତ୍ରରେ ବୁଡ଼ାଇଲେ। ଖାଣ୍ଟି ସୁନା ପାତ୍ରରେ ବୁଡ଼ିଯିବା ଫଳରେ କିଛି ପାଣି ବାହାରକୁ ଉଛୁଳିଗଲା। ଏଥର ତାକୁ ନେଇ ଓଜନ କଲେ। ଦୁଇଥର ଉଛୁଳିଥିବା ପାଣିର ଓଜନ ଯଦି ସମାନ ହେଲା ତେବେ ଜାଣିଯିବ ଯେ ମୁକୁଟଟି ଖାଣ୍ଟି ସୁନାରେ ତିଆରି। ସେଥିରୁ ଯଦି କମ୍ ହେଲା ବା କମ୍ କିମ୍ବା ବେଶୀ ହେଲା ତେବେ ମୁକୁଟଟି ଖାଣ୍ଟି ସୁନା ବଦଳରେ କିଛି ନକଲି ଜିନିଷ ମିଶିଛି ବୋଲି ବୁଝାଯିବ। ପିଲାମାନେ ଏକା କଥା ହେଲା। ସେ କ'ଣ କଲେ, ପ୍ରଥମେ ପାଣିରେ ମୁକୁଟଟିକୁ ବୁଡ଼େଇ ଦେଲେ ହେଲା। କ'ଣ କଲେ, ପାଣିରେ ମୁକୁଟଟିକୁ ନେଇ ବୁଡ଼େଇ ଦେଲେ। ଖାଣ୍ଟି ସୁନା ପାତ୍ରରେ ବୁଡ଼ାଯିବା ଫଳରେ କିଛି ଫଳରେ ପାଣିଟା ଉଛୁଳିଲା। ଏଇ ଉଛୁଳିଥିବା ପାଣିକୁ ନେଇ କ'ଣ କଲେ, ଓଜନ କଲେ। ଆକୁ ସୁନା ହେଇଟାକୁ ଓଜନ କଲେ, କାହାକୁ, ମୁକୁଟଟାକୁ। ବୁଝିଲା। ପୁଣି ତାହେଲେ ଯଦି ଦୁଇଟାଙ୍କ ସମାନ, ଦୁଇଥର କଲେ ଏମିତି ଯଦି ସମାନ ବାହାରିବ ତାହେଲେ କ'ଣ ହେବ, ଖାଣ୍ଟି ସୁନାରେ ତିଆରି ହେଇଛି ବୋଲି ଆମେ ଜାଣିବା। ମୁନା ଖୁସିରେ ତାଳି ମାରିଲେ। ବଢ଼ିଆ ବଢ଼ିଆ। ଗୋଟେ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏତେ ବଡ଼ ତଥ୍ୟଟି ମିଳିଗଲା। ଅଜା କାହାଣୀଟିକୁ ଶେଷ କରିବାକୁ ଯାଇ କହିଲେ, ମାନବ ଜଗତକୁ ଏଭଳି ଏକ ମୂଲ୍ୟବାନ ତଥ୍ୟ ଦେଇଥିବା ବୈଜ୍ଞାନିକ ଆର୍କିମିଡିସ୍ ଇଟାଲୀର ସିସିଲି ଦ୍ୱୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଖ୍ରୀଷ୍ଟପୂର୍ବ 287ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀଷ୍ଟପୂର୍ବ 212ରେ ତାଙ୍କ ମୃତ୍ୟୁଗ୍ରହଣ ହୋଇଥିଲା। ରାଜାଙ୍କର ସେ ଖୁବ୍ ପ୍ରିୟ ପାତ୍ର ଥିଲେ। ସେତେବେଳେ ସିରାକ୍ୟୁଜର ରାଜାଙ୍କ ସହିତ ରୋମୀୟମାନଙ୍କର ବରାବର ଯୁଦ୍ଧ ହେଉଥିଲା। ରୋମୀୟ ସୈନ୍ୟମାନେ ଥରେ ସିରାକ୍ୟୁଜ୍ ସହର ଦଖଲ କଲାବେଳେ ଆର୍କିମିଡିସ୍‌ଙ୍କୁ ମଝି ରାସ୍ତାରେ ବସି ବାଲିରେ ଗାର ଟାଣି କ'ଣ ଗୋଟିଏ ଅଙ୍କ କଷୁଥିଲେ। ବୁଝିହେଲା। ରୋମୀୟମାନେ ଚିହ୍ନି ନ ପାରିଲେ ଭୁଲରେ ତାଙ୍କୁ ହତ୍ୟା କଲେ। ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ, କାରଣ ସେମାନେ ଆର୍କିମିଡିସ୍‌ଙ୍କୁ ଆଗରୁ ଦେଖି ନ ଥିଲେ, ମଧ୍ୟ ତାଙ୍କ ନାଁ ଶୁଣିଥିଲେ। ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ ବୈଜ୍ଞାନିକ ପାଖରେ ସେମାନଙ୍କ ମୁଣ୍ଡ ନଇଁଗଲା। ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇବାକୁ ଶବକୁ ନେଇ ସମାଧି ଦେଲେ। ସେ କଷୁଥିବା ଅଙ୍କର ଚିତ୍ରଟିକୁ ସମାଧି ଉପରେ ଆଙ୍କି ଦିଆଗଲା। ବୁଝିହେଲା ପିଲାମାନେ ହେଲା। ସେ ରାଜାଙ୍କର ଖୁବ୍ ପାତ୍ର ଥିଲେ, ସିରାକ୍ୟୁଜ୍ ରାଜାଙ୍କ। କିନ୍ତୁ ରୋମୀୟମାନଙ୍କ ସହିତ ଯୁଦ୍ଧ ହେଲାବେଳେ ରୋମୀୟମାନେ ଥରେ ସିରାକ୍ୟୁଜକୁ ଦଖଲ କରିଦେଲେ ଏବଂ ସେ ଜାଣିନଥିଲେ ଆର୍କିମିଡିସ୍ କିଏ ହେଲା। ଆର୍କିମିଡିସ୍ ଅଙ୍କ କଷୁଥିବା ବେଳେ କ'ଣ ତାଙ୍କୁ ଯାଇକି ସେଇଠି କ'ଣ ତାଙ୍କ ମୁଣ୍ଡ କାଟି ଦେଇଥିଲେ ଏବଂ ପରେ ସେଇ କଥାକୁ ବୁଝିପାରି, ନିଜ ଭୁଲକୁ ବୁଝିପାରି ତାଙ୍କ ସମାଧିକୁ ସମ୍ମାନ ଦେଇଥିଲେ।